ମୁମ୍ବାଇ ଇଣ୍ଡିଆନ୍ସ ଏଥର 25 ଖେଳାଳିଙ୍କୁ କିଣିଛି ଆଇପିଏଲ୍ 2026 ପାଇଁ। 2021 ପରଠାରୁ ଫାଇନାଲକୁ ଯାଇନି ମୁମ୍ବାଇ ଇଣ୍ଡିଆନ୍ସ। ପୂର୍ବରୁ 5 ଥର ଟାଇଟଲ ହାସଲ କରିଛି ମୁମ୍ବାଇ ଇଣ୍ଡିଆନ୍ସ। ରୋହିତକୁ ହଟାଇ ହାର୍ଦ୍ଦିକକୁ ଅଧିନାୟକ କରିଛି ଏମ୍ଆଇ। ଦର୍ଶକ ବନ୍ଧୁ, ମାର୍ଚ୍ଚ 26ରୁ ଆରମ୍ଭ ହେବ ଆଇପିଏଲ୍, କିନ୍ତୁ ମାର୍ଚ୍ଚ 29ରେ ମୁମ୍ବାଇରେ ୱାଙ୍ଗଖେଡେ ଷ୍ଟାଡିୟମରେ ଖେଳିବେ ମୁମ୍ବାଇ ଇଣ୍ଡିଆନ୍ସ ଏବଂ କୋଲକାତା ନାଇଟ୍ ରାଇଡର୍ସ, ଯାହାକି ହେବ ମୁମ୍ବାଇର ଏଇଟା ପ୍ରଥମ ମ୍ୟାଚ୍। ମାର୍ଚ୍ଚ 29 ତାରିଖରେ ମୁମ୍ବାଇ ଏବଂ କୋଲକାତା ମଧ୍ୟରେ ଖେଳାଯିବ। ଦର୍ଶକ ଚାଲନ୍ତୁ ଏବେ ଜାଣିବା ମୁମ୍ବାଇ ଇଣ୍ଡିଆନ୍ସରେ କେଉଁ କେଉଁ 25 ଜଣ ଖେଳାଳି ରହିଛନ୍ତି। ଦର୍ଶକ ବନ୍ଧୁ, ମୁମ୍ବାଇ ଇଣ୍ଡିଆନ୍ସରେ ରୋହିତ ଶର୍ମା, ସୂର୍ଯ୍ୟ ଯାଦବ, ତିଲକ ବର୍ମା, ରବିନ୍ ମିଞ୍ଜ, ଶେରଫନ୍ ରଦରଫୋର୍ଡ, ରେୟାନ୍ ରିକଲ୍ଟନ, କିଣ୍ଟନ ଡିକକ୍, ଡାନିଶ ମାଲବର, ହାର୍ଦ୍ଦିକ ପାଣ୍ଡ୍ୟା, ରାଜ ବାବା, ମିଚେଲ ସାଟନର, ନମନ ଧୀର, ଅଥର୍ବ ଆଲଙ୍କର, ମୟଙ୍କ ରାବତ, କରବିନ ବୋସ୍, ୱିଲ୍ ଜ୍ୟାକ୍ସ, ଶାର୍ଦୁଲ ଠାକୁର, ଜସପ୍ରୀତ ବୁମରା, ଟ୍ରେଣ୍ଟ ବୋଲ୍ଟ, ମୟଙ୍କ ମାର୍କେଣ୍ଡେ, ଅଶ୍ୱିନୀ କୁମାର, ଦୀପକ ଚହର, ରଘୁ ଶର୍ମା, ଆଲାହା ଗାଜଫର, ମହମ୍ମଦ ଇଜାନ ଭଳି 25 ଖେଳାଳି ରହିଛନ୍ତି ମୁମ୍ବାଇ ଇଣ୍ଡିଆନ୍ସ। ଏମାନଙ୍କ ମଧ୍ୟରୁ ମାତ୍ର 11 ଜଣ ଖେଳିବେ ମୁମ୍ବାଇ ଇଣ୍ଡିଆନ୍ସରେ। ଆଉ ସବୁଠି ଚର୍ଚ୍ଚା ହେଉଛି ଯେ କି ଏହି ବର୍ଷ ବା 2026ରେ T20 ଆଇପିଏଲ୍ ମୁମ୍ବାଇ ଇଣ୍ଡିଆନ୍ସ ଫାଇନାଲ ଯିବ ଏବଂ ମୁମ୍ବାଇ ଜିତିବ।